ମୁଁ ତ ଗୋଟେ ଗରିବ ଛୁଆ ଆଜ୍ଞା, ଛୋଟ ଛୋଟ ଦୋକାନଟେ କରି ଚଳୁଥିଲି ଆଜ୍ଞା। ସେଦିନ ଆସିଥିଲେ 24 ତାରିଖ ଦିନ ଆସିଲେ, ଆସିକି କହିଲେ ଦୋକାନ ତୁ ଆଉ ମଦ ବେପାର କରୁଛୁ। ମାନେ ମୁଁ ତ ବେପାର କରୁନି, ମୁଁ ତ ଆଗରୁ କରିଥିଲି। ମାସେ 2 ମାସ ତଳେ ମୁଁ ଆଜ୍ଞା ବନ୍ଦ କରିଦେଇଛି। ଯେ ଘଟଣା ଘଟିବା ମାସେ ପୂର୍ବରୁ ମୁଁ ବନ୍ଦ କରିଦେଇଥିଲି। ଥାନାର ଅର୍ଡ଼ର ଲେଖିଲା ପରେ ମୁଁ ବନ୍ଦ କରିଦେଇଥିଲି। ସେଠୁ ପୁଣି 25 ତାରିଖ ଆସିଲେ, 25 ତାରିଖ ଆସିକି କହିଲେ ଦୋକାନ ଛୋଟ ମୁଁ ଦୋକାନଟା ଖୋଲିବିନି ନା, ଗୋଟେ କହିକି ଗଲା ତୁ ମଦ ବେପାର, ଯଦି ମଦ ବେପାର ଯାହା ଆଇନ ଅଛି ଆପଣ କ'ଣ ପାଇଁ ଭଙ୍ଗା କରୁଛନ୍ତି। ଏ କଥା କହିବାରୁ ଆମକୁ ମରା ଧରା ସମସ୍ତେ ଗଲେ, ବାପା ଗଲେ, ମା ଗଲେ, ଭାଇକି ବି ଗଲେ। କରିସାରିଲା ପରେ ମୋତେ ସେଠୁ ମାଆକୁ ମାରିକି ଏଞ୍ଜଡ଼ କରିଦେଲେ। ଏଞ୍ଜଡ଼ କଲେ ମା ମେଡ଼ିକାଲ ପଡ଼ିଲେ। ମୋତେ ସେଠୁ ଘୋଷାରି ଆମ ଘରୁ ବଜାରକୁ ଘୋଷାରି 2 କିଲୋମିଟର ନେଇଗଲେ। ସେଠି ନେଇକି କଙ୍ଗାର କୋଟ କରି ଚପଲ ମାଳ ଦେଇକି ଚୁଚି ଗଳେଇବି ଇଏ କରିବି। ଦମୟନ୍ତୀ ଭୂଇଁ ଆଜ୍ଞା, ସିଏ ଗାଁର କ'ଣ କିଏ ନା ଆଜ୍ଞା। ଗଲା ପରେ ଦେଇକି ସେଠି ନେଇଗଲେ। ସେଠି ନେଲା ପରେ ବଜାର କିଛି ଲୋକଙ୍କର ବି ଭୁଲ ଭାଲ କହିଲେ ମାଗ, ଭୁଲ ମାଗିଲା ପରେ ବାପାଙ୍କୁ ବି କହିଲେ ଯେ 10,000 ତୁମେ ଜୋରିମାନା ଦେବ। କ'ଣ ପାଇଁ 10,000 ଜୋରିମାନା ଦେବ, ଆମେ ତ ଖଟିଲେ ଖାଇବା, ଆମେ କ'ଣ ପାଇଁ ଲକ୍ଷେ ଜୋରିମାନା ନା ଦବ, ନହେଲେ ଏଠି ବାପ ଝିଅ ବନ୍ଧା ହେଇକି ରହିଲା। ବାପାକୁ ପଠେଇଲେ, ବାପା ଆସିକି ଘରେ କୋଉଠି କ'ଣ ତାଙ୍କର ଆରେଞ୍ଜମେଣ୍ଟ କରିକି 10,000 ଟଙ୍କା ନେଇକି ତାଙ୍କୁ ଦେଲେ ଆଜ୍ଞା। ଦେଇ ସାରିଲା ପରେ ପୁଣି ବି କହିଲେ ଭୁଲ ମାଗ, ବାପ ଝିଅ ଭୁଲ ମାଗିକି ସେଠି ଅଣ୍ଡରଟେକିଂ କ'ଣ ଲେଖିକି ଆସ ଯେ ଆମେ ବେପାର, ମୁଁ ତ ବେପାର କ'ଣ ଅଣ୍ଡରଟେକିଂ କ'ଣ ବାଧ୍ୟ କଲେ, ଆମେ ସେଠି ଲେଖିକି ଆଇନୁ। କହିଲେ ଏତିକି ପଇସା ଦେଇଛୁ ବୋଲି କାହାରିକି ବି କିଛି ପୁଲିସ ଥାନାକୁ ବି କାହାରିକି କହିବନି, ଏଇ ଧମକ ବି ଦେଲେ। ଯେ ଧମକ ଦେଲେ ପରେ ଆମେ ସେଠୁ ଦୁନିଆ ଗାଳି ଗୋଲଜ କଲା ପରେ ବାପା 10,000 ଦେଇକି ସରପଞ୍ଚ ଆସିଲା ପରେ ଯାଇକି ଆମକୁ ଛାଡ଼ିଲେ ଆଜ୍ଞା। ଆସିକି ବାପା ସେଠି ବି କହିକି ଆସିଲେ ଯେ ଆମକୁ ଏତେ ନିର୍ଯାତନା ଦେଉଛ, ମୁଁ ଯାଇ ବିଷ ଖାଇବି ଆଜ୍ଞା। ବୋଲେ ତମ ଇଚ୍ଛା। ବାପା ଆସି ରାତିରେ ବିଷ ଖାଇ ଦେଇଛି ନା ଆଜ୍ଞା। କହିଲେ ହଁ ଆଜ୍ଞା ଆମେ ବୁଝିଦେବା। ମାସେ ହେଲାଣି ଯାଇଥିଲୁ, 7 ତାରିଖ ଯାଇଥିଲୁ ଆଜ୍ଞା। ହାତରେ ଆସିକି ମାସେ ପାଖାପାଖି ହେଲାଣି, କିଛି ଏପର୍ଯ୍ୟନ୍ତ ଆକ୍ସନ୍ ନେଉନାହାନ୍ତି ଆଜ୍ଞା। ମୁଖ୍ୟ ଆସାମୀ ଅଛନ୍ତି ଆଜ୍ଞା, କ'ଣ ଗୋଟେ ଭିଡ଼ିଓ ଭାଇରାଲ ହେଇଥିଲା ଯେ ପଇସା ଡିମାଣ୍ଡ କରୁଥିଲେ, ଆଜ୍ଞା। ପଇସା କ'ଣ ପାଇଁ ଡିମାଣ୍ଡ କରୁଥିଲେ ଆପଣ? ତାଙ୍କର ସେଟା ପେଶା, ସେ ସେଇ ବେପାର କରି ହିଁ ଚଳନ୍ତି ଆଜ୍ଞା। କେତେ ଟଙ୍କା ଡିମାଣ୍ଡ କରୁଥିଲେ, ପଇସା କିଛି ଦେଲେ ଆପଣ? ଆଜ୍ଞା 1,10,000 କରିଥିଲେ, 10,000 ଆଜ୍ଞା ଦେଇଛୁ। କ'ଣ ପାଇଁ ସେଟା କହିଥିଲେ, ଏଇଥିପାଇଁ ଦିଅ, କ'ଣ ପାଇଁ ମାଗୁଥିଲେ ପଇସା? ତାଙ୍କର ସାର୍ ପେଶା, ସେଟା ସେ ପଇସା ଇଏରେ ତାଙ୍କ ପେଶା, ଆଉ ସିଏ କ'ଣ କରିବେ, ଏମିତି ମାଗି ମାଗି ଧମକେଇକି ସେମାନେ ସେ ଏଇ ବେପାର ହିଁ ଚଳନ୍ତି। ଆପଣ ବାପାଙ୍କର ଡେଥ୍ ହେଲା ସେଇ ପାଇଁ ଆଜ୍ଞା। ଏ ବିଷୟରେ ଆପଣ ତ ପୋଲିସ ପ୍ରଶାସନକୁ ଦେଖାଗଲେ, ଆଜ୍ଞା। କ'ଣ ପ୍ରତିଶ୍ରୁତି ଦେଲେ? ଆଜି ମୁଖ୍ୟମନ୍ତ୍ରୀଙ୍କ ଆଜ୍ଞା ଆଜ୍ଞା, କ'ଣ ଭାବୁଛନ୍ତି ନ୍ୟାୟ ମିଳିଯିବ ଆପଣଙ୍କୁ? ଏଟା ତ ଆମର ସରକାର ଅଛନ୍ତି, ଆମେ କ'ଣ କହିବା ଆଜ୍ଞା। କ'ଣ କହିବେ ଏବେ ସରକାରଙ୍କୁ, ଆପଣ କ'ଣ କହିବେ, କ'ଣ ନିବେଦନ କରିବେ? ନିବେଦନ ହେଇକି ଯେ ମୋ ବାପାକୁ ନ୍ୟାୟ ମିଳୁ, ଯେଉଁ ଦମୟନ୍ତୀ ଭୂଇଁ ଆରେଷ୍ଟ ହେଉ। ଏଠି ମୁଖ୍ୟ ଆସାମୀ ହେଉଛି ଆପଣ ଯେଉଁ ଏମ୍ବିକେ ଅଛି, ଦମୟନ୍ତୀ ହେଉଛି ମୁଖ୍ୟ ଆସାମୀ। ଏବଂ ସେ ଗୋଟେ ଟିମ୍ ତିଆରି କରିଛି, ଗୁଣ୍ଡା କରିଛି, ଲୋକଙ୍କୁ ଚାନ୍ଦା ଆଦାୟ କରୁଛି। ଏବଂ ଇଏ ଲକ୍ଷ୍ମୀପ୍ରିୟା ପରିଡ଼ା ଚାନ୍ଦା ନ ଦେବାରୁ ତାକୁ ଗାଁରେ ଜୋତା ମାଳ ବେଲେ ବାଡ଼େଇଲେ। ବାପାକୁ କହିଲେ ତୁ ପଇସା ଦେ, ବାପା ନ ତାକୁ ମଧ୍ୟ ମାଡ଼ ମାରିଲେ, ଯାହାଫଳରେ ବାପା ବିଷ ପିଇ ଆତ୍ମହତ୍ୟା କଲା। ଗତ 26 ତାରିଖ ଦିନ ଗାଁ ଅଭିଯୋଗ ହେଲାଣି, ଏ ପର୍ଯ୍ୟନ୍ତ ପୋଲିସ ହାତରେ ବସିଛି। ଆମେ ଆପଣଙ୍କର DSP ଭେଟିଛୁ, SP ଭେଟିଛୁ, ଗତ 7ରେ DG ମଧ୍ୟ ଭେଟିଛୁ, DG ମଧ୍ୟ ଅଭିଯୋଗ କରିଛୁ। ତ ଭାବନ୍ତୁ ଯେ ଏଇଭଳି ଗୋଟେ କଙ୍ଗାରୁ କୋର୍ଟ ଘଟଣାରେ ପୋଲିସ ପ୍ରଶାସନ ହାତ ବାନ୍ଧି ବସିଛି, ନ୍ୟାୟ ଦେଇପାରୁନି। ତ ଆଜି ବାଧ୍ୟ ହେଇକି ଆମେ ସେ ଝିଅକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଆସିଛୁ। ତ ଆମେ ଆପଣଙ୍କ ଜରିଆରେ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରୁଛୁ, ସେ ବି ଦଳିତ ଆଦିବାସୀ ବର୍ଗର। ଆଜି ଗଣିଆରେ ଦଳିତ ପିଲାକୁ ଛାଡ଼ିଲେ ନେଇ ଲାଟ୍ରିନ୍ କି ପୋଖରୀରେ ମରିଗଲା। ରାଜନରେ ଦଳିତ ଝିଅ ଅଙ୍ଗନବାଡ଼ି ଟିଚର ହେଲେ ତାପରେ ଅତ୍ୟାଚାର ଚାଲିଛି। ଆଜି ଏଠି ଆପଣ ଚାନ୍ଦଲେ ଦଳିତ ଝିଅକୁ ମାଡ଼ ମାରିକି କଙ୍ଗାରୁ କୋର୍ଟ କଲା ପରେ ପୋଲିସ ଚୁପ୍ ରହିଛି। ତେଣୁ ଆମେ ଭାବୁଛୁ ଆମେ ଦେଶର ନାଗରିକ ନା ଆମେ ପାକିସ୍ତାନ କିମ୍ବା ବାଂଲାଦେଶର ନାଗରିକ। ଆମେ ଏଇଭଳି ଅନୁଭବ କରୁଛୁ। ଠିକ୍ ବାବା ସାହେବ ଆମ୍ବେଦକର ଆମକୁ ତାକତ ଦେଇଥିଲେ ଏବଂ ବାବା ସାହେବ ଆମ୍ବେଦକର ତାକତ ବଳରେ ଆମେ ଭୋଟ ଦେଇ ଏଠି ସରକାର ତିଆରି କରୁଛୁ। କିନ୍ତୁ ସେ ସରକାର ଆଜି ଦଳିତ ଆଦିବାସୀ ସହିତ ଅତ୍ୟାଚାର ଆଖି ବୁଝାଇଛି। ତା ବିରୁଦ୍ଧରେ ଆଜି ପ୍ରତିବାଦ, ଏବଂ ଯଦି ଆଗାମୀ 3 ଦିନ ଭିତରେ ଯଦି ଦମୟନ୍ତୀକି ଗିରଫ ନ କରାଯାଏ ଏବଂ ସରକାର ସଚେତନ ହୁଅନ୍ତି, ଏ ଆନ୍ଦୋଳନକୁ ବ୍ୟାପକ କରାଯିବ। ଘଟଣାଟି କ'ଣ ହେଇଥିଲା, କାହିଁକି ସେମାନେ ଯାଇଥାନ୍ତି ଆଇନ ହାତକୁ କାହିଁକି ନେଲେ? ଚାହିଁଥିଲେ ବି ଥାନାକୁ ଯାଇପାରିଥାନ୍ତେ, କମ୍ପ୍ଲେନ୍ ଦେଇପାରିଥାନ୍ତେ, ଏମିତି କରିବାର କାରଣ କ'ଣ? ଗୁଣ୍ଡାରାଜ ଗାଁ, ଯେଣୁ ଜଣେ ଗରିବ ଲୋକ, ଅସହାୟ ଲୋକ, ତା କତିରେ ନା ପୋଲିସ ସହାୟତା ଅଛି, ନା ତା କତିରେ ସରକାରୀ ସହାୟତା ଅଛି, ନା ରାଜନୈତିକ ସହାୟତା ଅଛି। ତେଣୁ ଯେହେତୁ ସେମାନେ ରାଜନୈତିକ ପୃଷ୍ଠପୋଷକ ତଳେ ଘଟାଉଛି ଲଗାତାର ଭାବରେ ଏବଂ ବିଗତ ଦିନରେ ଘଟାଇ ସକ୍ସେସ୍ ଯାଇଛନ୍ତି, ପୋଲିସ କିଛି ଆକ୍ସନ୍ ନେଇନି, ତ ଯାହାଫଳରେ ଘଟଣା ଘଟିଛି। ଦେଖିବା ଗୋଟେ ମହିଳାଙ୍କୁ ରାତିରେ ନେଇ ରାତି 11ଟା 12ଟା ଯାଏଁ ମାର୍କେଟରେ ବସେଇବା, ତାଙ୍କୁ ଜୋତା ମାଳ ଦେବା, ଏଇଟା କେତେ ଦୂର ଠିକ୍ ଗୋଟେ ମହିଳାଙ୍କୁ? ନା, ଏଭଳି ଘଟଣାକୁ ତ ଆମେ ଯେତେ ନିନ୍ଦା କଲେ ବି କମ୍ ହେବ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିବା କଥା, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ କ'ଣ ପାଇଁ ଚୁପ୍ ବସିଛନ୍ତି, ଏଇଟା ମଧ୍ୟ ଆମକୁ ବିସ୍ମିତ କରୁଛି। ଦେଖିବା ଏଠି ପ୍ରଭାତୀ ପରିଡ଼ା ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ କହୁଛନ୍ତି ଯେ ମହିଳାଙ୍କୁ ସବୁବେଳେ ସମ୍ମାନ ଦିଆଯାଉଛି, ମହିଳାଙ୍କୁ ସବୁବେଳେ ସୁରକ୍ଷା ବି ଦିଆଯାଉଛି, କିନ୍ତୁ କୁଆଡ଼େ ମହିଳାଙ୍କ ସୁରକ୍ଷା କୁଆଡ଼େ ଯାଉଛି? ଆପଣ ଏଇ ଚାନ୍ଦବାଲି ଚର୍ଦ୍ଦା ଘଟଣା ଜାଣିପାରିବେ ଯେ
ମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତପଡ଼ା କେତେ ସଚେତନ ଅଛନ୍ତି ଏବଂ ଆସନ୍ତୁ ଏଠି ଏତ ଦେଖୁଥିବେ ନା ସବୁ ଭିଡ଼ିଓରେ ଏବେ ସବୁ ଭାଇରାଲ୍ ହେଇଛି ଦେଖୁଥିବେ ପ୍ରଭାତପଡ଼ା। ତେଣୁ ଏଟା ମିଛ କାହାଣୀ କିନ୍ତୁ ରିଏଲ୍ ଏଟା ହେଉନି। ভিডিও ভাইরাল ভিডিও ଅଛି ସେ ଭିଡ଼ିଓରେ ପୁରା ଶୁଣାଯାଉଛି ଯେ ମୁଖ୍ୟ ଆସାମୀ ଅଛନ୍ତି ସେ କହୁଛନ୍ତି ଯେ ଏତିକି ଟଙ୍କା ଦେଲେ ହେବ ନଦେଲେ ହେବନି ଡିମାଣ୍ଡ କରୁଛନ୍ତି। ଏ କଥା ଆଜ୍ଞା ଭିଡ଼ିଓ ଭାଇରାଲ୍ ହେଲାଣି ମାସେ ହେଲାଣି 20 ଦିନ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ କ'ଣ ପ୍ରଭାତପଡ଼ା ଏ ଭିଡ଼ିଓ ଦେଖୁନାହାନ୍ତି? ନିଶ୍ଚୟ ଦେଖୁଛନ୍ତି। ତ ଏଠି ଯେ ଦଳିତ ଲୋକ ତେଣୁ ସେଟା ସେଠି ହେଉନି ଭୋଟ୍ ନେଲା ଦଳିତ ହେଉଛନ୍ତି ଭୋଟର ଆଉ ଭୋଟ୍ ସରିଗଲେ ସେମାନେ ହେଉଛି ବ୍ରାହ୍ମଣବାଦ ବ୍ୟବସ୍ଥାକୁ ଚଳାଉଛନ୍ତି। କ'ଣ ଏବେ ଆଗାମୀ ପଦକ୍ଷେପ କ'ଣ ରହିବ ଆପଣ? ଆଜି ଯଦି ମୁଖ୍ୟମନ୍ତ୍ରୀ ଏ କଥାକୁ ହସ୍ତକ୍ଷେପ ନ କରନ୍ତି ଏବଂ ଆକ୍ସନ୍ ନିଅନ୍ତି ଆମେ ଆନ୍ଦୋଳନକୁ ବ୍ୟାପକ କରିବୁ। ଯେ ପର୍ଯ୍ୟନ୍ତ ଲକ୍ଷ୍ମୀପ୍ରିୟାକୁ ନ୍ୟାୟ ମିଳିଛି ସେ ପର୍ଯ୍ୟନ୍ତ ଆମେ ରାଜରାସ୍ତାରେ ବସି ରହିବୁ।